ମା ପୁଅ ମନ୍ଦିର ଯାଇଥାନ୍ତି। ମା ମନ୍ଦିର ଆଗରେ ପହଞ୍ଚିଛି। ହଠାତ୍ ପୁଅ ଚିତ୍କାର କଲା, ମା ମା ପଳେଆ ପଳେଆ, ସିଂହ ଖାଇଯିବ। ମା କହିଲା, ଆରେ ବାପା, ମନ୍ଦିର ଆଗରେ ପଥର ସିଂହ କ'ଣ ମଣିଷ ଖାଇଯାଏ? କିଛି ବାଟ ମନ୍ଦିରରେ ବୁଲିବା ପରେ ପୁଅ ଦେଖିଲା କୃଷ୍ଣଙ୍କ ପାଖରେ ଗାଈଟିଏ ଛିଡ଼ା ହୋଇଛି। ଗାଈ ପାଖରେ ବାଛୁରୀଟି କ୍ଷୀର ଖାଉଛି। ପୁଅ କହିଲା, ମା, ଠେକିଟି ଆଣିଲୁ ନାହିଁ, ମୁଁ ଗାଈ ପାଖରେ କ୍ଷୀର ଦୁଇଥାନ୍ତି। ମା କହିଲା, ଧନ, ପଥର ଗାଈ କ'ଣ କ୍ଷୀର ଦିଏ? ମା ପୁଅ ମନ୍ଦିର ମଧ୍ୟରେ ପ୍ରବେଶ କଲେ। ମା କହିଲା, ବାପାରେ, ଏଇଠି ଠାକୁରଙ୍କୁ ପ୍ରଣାମ କର। ପୁଅ ଦେଖିଲା ଗୋଲାକାର ପଥରଟିଏ ଆଉ ତମ୍ବାରେ ନାଗଟିଏ ଅଛି। ପୁଅ କହିଲା, ମା, ଠାକୁର କାହିଁ? କାହାକୁ ପ୍ରଣାମ କରିବି? ମା କହିଲା, ଏପରା ଠାକୁର। ସେଠି ପୁଅ କହିଲା, ମା ଲୋ, ଯଦି ପଥରର ସିଂହ ମଣିଷ ଖାଇ ନପାରେ, ପଥର ଗାଈ ଦେହରୁ କ୍ଷୀର ନ ବାହାରି ପାରେ, ତାହେଲେ ଏ ପଥର ଠାକୁର ହେଲା କେମିତି? ମା କହିଲା, ତେବେ ଠାକୁର କିଏ? ପୁଅ କହିଲା, ଆମ ସାର୍ କହିଥିଲେ, ପିତା ମାତା ଠାରୁ ବଡ଼ ଦେବତା କେ ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ସହାୟକ ସିନା ବିପଦ ତରିବା ପାଇଁ। ତେଣୁ ମୋ ବାପା ମା ସବୁଠୁ ହେଉଛି ମୋର ବଡ଼ ଦେବତା। ତ ସେଇଠାରେ ହିଁ ଦେବତା ବିଦ୍ୟମାନ।